ସୁବର୍ଣ୍ଣରେଖାରେ ଏମିତି ପାଞ୍ଚ ପାଞ୍ଚ ଥର ବନ୍ୟା ଆସି ଲୋକମାନଙ୍କର ଯେଉଁ ମୌଳିକ ସୁବିଧା ଲୋକମାନେ ଦେଖନ୍ତୁ କେମିତି ଲୋକମାନେ ଅଛନ୍ତି। ବନ୍ୟା ଛାଡ଼ିଯାଇଛି ତଥାପି ଲୋକମାନଙ୍କର ଅବସ୍ଥା ଯାଇନାହିଁ। ଏଇ ଦେଖନ୍ତୁ ନଳକୂପରୁ ପାଣି ବାହାରୁଛି କିନ୍ତୁ ତା ଦୁର୍ଗନ୍ଧ ପାଣି। ଏବାରେ ଯେଉଁ ଡଷ୍ଟବିନ୍ ରହିଛି ଏଠି ଦେଖନ୍ତୁ ଇଏ ବି ପୁରା ଦୁର୍ଗନ୍ଧର ଫଟି ପଡ଼ୁଛି। ଲୋକମାନଙ୍କର ଯେଉଁ ଅବସ୍ଥା ଅଛି, ଲୋକମାନେ ଯେଉଁ କଷ୍ଟରେ ଅଛନ୍ତି, ତାଙ୍କର ସରକାରଙ୍କର ପ୍ରଥମ କର୍ତ୍ତବ୍ୟ ରହିବ ଯେ ତାଙ୍କୁ ପାଣି ଯୋଗାନ୍ତୁ ଏବଂ ଶୁଦ୍ଧ କରନ୍ତୁ, କାହିଁକିନା ହଇଜା ପୁରା ବ୍ୟାପିକି ଅଛି ଓ ଲୋକମାନଙ୍କୁ ଏଇ ଜାଗାରେ ବହୁତ କଷ୍ଟରେ ସେମାନେ ଅଛନ୍ତି। ତେଣୁ ସେମାନଙ୍କୁ ପ୍ରଥମେ ହଇଜା ଦୂରୀକରଣ କରନ୍ତୁ ଏବଂ ଶୁଦ୍ଧ ପାଣି ଦିଅନ୍ତୁ। ଜୟ ଜଗନ୍ନାଥ।